ବନ୍ଧୁଗଣ ଆପଣମାନେ ଜାଣିଥିବେ ଏହି ମାସ ଫେବୃଆରୀ 16 ତାରିଖରେ ଓଡ଼ିଶାର ଭୁବନେଶ୍ୱର ରାଜଧାନୀ ଭୁବନେଶ୍ୱରରେ କିଟ୍ କଲେଜ ପରିସରରେ ଏକ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏଥିନେଇ ରାଜନୀତି ବହୁତ ଧରିଥିଲା, ସାରା ଓଡ଼ିଶା ଲଜ୍ଜିତ ହୋଇଥିଲା। କାହିଁକି ନା ଆପଣମାନେ ଜାଣିଥିବେ ଏଠାରେ ଯେଉଁ ଅଛନ୍ତି ଅଧ୍ୟାପକମାନେ ସେମାନେ ଏହି ଆତ୍ମହତ୍ୟା ପରେ ଯେଉଁ ବିରୋଧ କରିଥିଲେ ଛାତ୍ରଛାତ୍ରୀମାନେ ନେପାଳୀ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସେଠାରୁ ହଟେଇ ଦେବା ପାଇଁ ଚେଷ୍ଟା କରିଥିଲେ, ତୋଡ଼ି ଦେବା ପାଇଁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କୁ ନେଇ କଟକ ଷ୍ଟେସନରେ ଛାଡ଼ି ଦେଇଥିଲେ ପଛପଟେ ଏବଂ ତାଙ୍କୁ କହିଥିଲେ ଯେ ଏଠାରେ ଖାଇବାକୁ ମାଗଣା ମିଳୁଛି, ପଢ଼ିବାର ଅଛି ପଢ଼, ନହେଲେ ଘରକୁ ପଳାଅ ବୋଲି କହିଥିଲେ। ଏମିତି ବହୁତ କିଛି ହୋଇଥିଲା ଯେଉଁଥିପାଇଁ ସାରା ଓଡ଼ିଶା ଲଜ୍ଜିତ ହୋଇଥିଲା। ଏହି ଘଟଣାର ପ୍ରକୃତ କାରଣ ଥିଲା ଲକ୍ଷ୍ନୌର ଜଣେ ଛାତ୍ର ଆଦ୍ୱିକ ଶ୍ରୀବାସ୍ତବ। ସେ ତାଙ୍କର ମହିଳା ସାଥୀ ଯେଉଁ ନେପାଳର ଥିଲେ ପ୍ରକୃତି ଲାମସନ୍ ତାଙ୍କୁ ବ୍ଲାକମେଲ୍ କରୁଥିବାର ଅଭିଯୋଗ ହୋଇଥିଲା ଏବଂ ଏହାପରେ ସେ ଅଧ୍ୟାପକଙ୍କ କଲେଜ ପରିସରର ଅଧ୍ୟାପକଙ୍କ ନିକଟରେ ଏହାର ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ଏହି ଅଭିଯୋଗ ସତ୍ତ୍ୱେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏହାପରେ ସେ ହତାଶ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏହାରି ମଧ୍ୟରେ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ନେପାଳୀ ଛାତ୍ରୀ ପ୍ରକୃତି ଲାମସନ୍ ଆତ୍ମହତ୍ୟା କରିଛନ୍ତି ତାଙ୍କ ନାମରେ ଏଠାରେ ମେଧାବୃତ୍ତି ଦିଆଯିବ ଏବଂ ଏହି ଘଟଣାଟି ସେତେବେଳେ ସମ୍ଭବ ହୋଇଥିଲା ଯେତେବେଳେ ପ୍ରକୃତିଙ୍କ ବାପା ଅନୁରୋଧ କରିଥିଲେ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ। ଏହାପରେ ସେ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଠାରୁ ନେପାଳୀ ଛାତ୍ରଛାତ୍ରୀମାନେ ଯେଉଁମାନେ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କୁ ଏହି ବୃତ୍ତି ଦିଆଯିବ। ତ ବନ୍ଧୁଗଣ ଆପଣମାନେ ଜାଣିପାରିଲେ କ'ଣ ହେଇଥିଲା କ'ଣ ନାହିଁ। ତ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଗୋଟେ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ ଏବଂ କମେଣ୍ଟରେ କୁହନ୍ତୁ ଏଥିପାଇଁ ଦାୟୀ କିଏ ଏବଂ ଏହି ମେଧାବୃତ୍ତି ପରେ କ'ଣ ଯେଉଁ ଓଡ଼ିଶା ଲଜ୍ଜିତ ହୋଇଥିଲା ତାହା କମ୍ ହେବ କି? କମେଣ୍ଟରେ ଜଣାନ୍ତୁ। ଧନ୍ୟବାଦ।